ସତ କଥା ହଉଛି ମୁଁ ସିନେମାର ଗୋଟେ ପାର୍ଟ ହେଇପାରୁଛି ଟିକେ ବହୁତ ଖୁସି ସେଥିପାଇଁ କାହିଁକିନା ଗୋଟେ ଜଗନ୍ନାଥଙ୍କର କାର୍ଯ୍ୟ ଆଉ ବୋଧହୁଏ ଜଗନ୍ନାଥଙ୍କର ଆଶୀର୍ବାଦ ମୋ ଉପରେ ପଡ଼ିଲା ସେଇଥିପାଇଁ ମୋତେ ଡକରା ହେଲା। ଧନ୍ୟବାଦ ଦେବି ପ୍ରଥମେ ଭିନ୍ୟପାଙ୍କୁ ଯାହାଙ୍କ ପାଇଁ ସିନେମାରେ ମୁଁ ମାନେ ଭାଗ୍ୟ ପରୀକ୍ଷା କରିବା ପାଇଁ ପରୀକ୍ଷାଟେ ଦେଇଛି। ଆଉ ଏ ଭିତରେ ମୁଁ 3ଟା ଗୀତ କରିଛି। ଗୋଟେ ହେଉଛି ଟାଇଟେଲ୍ ସଙ୍ଗ୍ ନବକଳେବର, ଗୋଟେ ହେଉଛି ପିଣ୍ଡରୁ ବ୍ରହ୍ମାଣ୍ଡ ଯାଏ ମୁନାମେଘରୁ ଗୀତ, ଆଉ ଗୋଟେ ହେଉଛି ଜଗତରେ ପାଇ ଗୋଟେ ଏମିତି ଠାକୁରଟିଏ ତାର ଗୋଟେ ପାର୍ଟ ଯେଉଁଟାକି 3ଟା ପାର୍ଟ ହେଇଛି। 2ଟା ବବି ଇସଲାମ କରୁଛନ୍ତି, ଗୋଟେ ମୁଁ କରୁଛି। ତ 3ଟା ଗୀତ ମୁଁ ମନ ଦେଇ କରିଛି କାହିଁକିନା ଭଗବାନଙ୍କର ଆଶୀର୍ବାଦ ଥିଲା। ଆଉ ଆଶା କରୁଛି ଆଉ ଆମେ ଯେତେ ସମୟ ସିନେମା ଦେଖି ସାରିଲେଣି ଆଉଟପୁଟ୍ ଭଲ ଲାଗୁଛି। ଆଉ ନିଶ୍ଚିତ ଆଗକୁ ଲୋକମାନଙ୍କୁ ଭଲ ଲାଗେ ବୋଲି ଆଶା ଏବଂ ବିଶ୍ୱାସ, ଯେହେତୁ ଇତିହାସକୁ ଲୋକ ସ୍କ୍ରିନ୍ରେ କୋଉ ଭିତରେ ଆପଣଙ୍କର ଥିଲା ଅଭିନୟ ଥିଲା? ମୁଁ 3ଟା ଗୀତ ଆଗରେ କରିଛି। ଟାଇଟେଲ୍ ଗୀତ କରିଛି, ପିଣ୍ଡରୁ ବ୍ରହ୍ମାଣ୍ଡ ପର୍ଯ୍ୟନ୍ତ ଗୋଟେ ଗୀତ କରିଛି। ଆଉ 3 ନମ୍ବରଟା ହେଉଛି ଜଗତରେ ପାଇ ଗୋଟେ ଏମିତି ଠାକୁରଟେ ତାର ଗୋଟେ ପାର୍ଟ, ଗୋଟେ ଇମ୍ପୋର୍ଟାଣ୍ଟ ପାର୍ଟ ଠାକୁର ମୁଣ୍ଡରେ ନିଆଁ ଲଗେଇ ଦେଉଛି କଳା ପାହାଡ଼, ସେ ଯେଉଁ ସେଣ୍ଟିମେଣ୍ଟ ସମୟ ଯେଉଁଟାକି ସିନେମାର ମେଜର ସିନ୍ ଥିଲା ସେ ସିନ୍ର ଯେଉଁ ଗୀତ ଲିଙ୍କ୍ ଅଛି ସେ ସିନ୍ ଗୀତ ମୁଁ କରିଛି। ଅନେକ ଗୀତରେ ଆପଣ କୋରିଓଗ୍ରାଫି କରିଛନ୍ତି, କିନ୍ତୁ ଏସବୁ ଗୀତ ମାନଙ୍କରେ କରିବା କେତେ ହାର୍ଡ ଥିଲା ଆଉ କେତେ ଇମୋସନାଲ ଥିଲା? ଦେଖନ୍ତୁ ଘଟଣା ହେଉଛି କ'ଣ କି ଜଗତର ନାଥ ଜଗନ୍ନାଥଙ୍କ ସିନେମା ତ ଆମେ ଭାବ ବିହଳ ହେଇଛୁ ପ୍ରତ୍ୟେକ ସମୟରେ, ପ୍ରତ୍ୟେକ ସୁଟିଂ ବେଳେ, ପ୍ରତ୍ୟେକ ସିନ୍ ବେଳେ ଆମେ ଭାବ ବିହଳ ହେଇଛୁ ସେ ସତ୍ୟ। କିନ୍ତୁ ତାପରେ ଏତେ ସାହସ ମିଳିଛି, ଏତେ ଏନର୍ଜି ମିଳିଛି ଯେ ଭୟଙ୍କର ଖରା 43 ଡିଗ୍ରୀ 44 ଡିଗ୍ରୀ ଖରାରେ ବି ଆମେ ପାହାଡ଼ ଉପରେ କରିପାରୁଛୁ। ଆଉ ଧନ୍ୟବାଦ ଭଗବାନଙ୍କୁ ଦେବି, ଆଉ ଧନ୍ୟବାଦ ଦେବି ଟୋଟାଲ୍ ଟିମ୍କୁ, ଯେତିକି ଟିମ୍ ଅଛନ୍ତି ସମସ୍ତେ ଏନର୍ଜେଟିକ୍ ହେଇ କାମ କରୁଛନ୍ତି, ଯାହାଫଳରେ ଆଉଟପୁଟ୍ ଏତେ ସୁନ୍ଦର ମିଳୁଛି। ଯାହା ଦେଖିଲେ ନିଜକୁ ଗର୍ବ ଫିଲ୍ ହେଉଛି, ଯାହା ହଉ ଜଗନ୍ନାଥଙ୍କ କାର୍ଯ୍ୟରେ ଗୋଟେ ପାର୍ଟ ହେଇପାରୁଛି। ଯଦି ଜ୍ୟୋତିଙ୍କ ଉପରେ ଆଶୀର୍ବାଦ ନଥାନ୍ତା ହୁଏତ ଏ ସିନେମାରେ ସେ ଅଂଶ ହେଇପାରିନଥାନ୍ତା। ନିଶ୍ଚିନ୍ତ ତାଙ୍କ ଉପରେ ଆଶୀର୍ବାଦ ଅଛି। ଆଉ ଏ ସିନେମା ରିଲିଜ୍ ପୂର୍ବରୁ ତାଙ୍କର ବିବାହ ବି ସମ୍ପନ୍ନ ହେଇଛି। ଆଉ ଶୁଭେଚ୍ଛା ଦେବି, ଶୁଭକାମନା ଦେବି ଯେ ସେ ଯୋଡ଼ି ସବୁବେଳେ ଠିକ୍ସେ ରହିଥାଉ। ସିନେମା ଦେଖିବାକୁ କୁଆଡେ ଅନୁଭବ ମହାନ୍ତି ଆସୁଛନ୍ତି ବୋଲି କୁହାଯାଉଛି, ଏଇଟା କେତେ ସତ ବୋଲି ଆପଣ କହିବେ? ସେ ଆସିବ ବୋଲି କହିଛି, କିନ୍ତୁ ଯେହେତୁ 4 ଜଣ ସୁଟିଂ ଚାଲିଛି, ବହୁତ ବ୍ୟସ୍ତ ରହିଛି। ଏଇ ଆଜିକାଲି ବି ଆକ୍ସନ୍ ସିନ୍ ଚାଲିଛି, ବହୁତ ଜାମ୍ ଭିତରେ ରହୁଛି। ଆଉ ଡେ ନାଇଟ୍ ପରିଶ୍ରମ ହେଉଛି, ତା ଭିତରେ ସମୟ ବାହାର କରି ଆସି ନିଶ୍ଚିତ ଦେଖିବ ବୋଲି କହିଛି। ଆଉ ଯେହେତୁ କଂଗ୍ରେସ ତାଙ୍କୁ ଆସିକି ନିଶ୍ଚୟ ଦେଖିବ।